ସ୍ୱାମୀ ବିବେକାନନ୍ଦଙ୍କ ସହ କଥୋପକଥନ। ସ୍ଥାନ ବେଲୁଡ଼, ଭଡ଼ା ମଠ ଘର, ଫେବୃଆରୀ 1898 ଖ୍ରୀଷ୍ଟାବ୍ଦ। ବେଲୁଡ଼ରେ ଗଙ୍ଗା କୂଳରେ ଶ୍ରୀଯୁକ୍ତ ନୀଳାମ୍ବର ମୁଖୋପାଧ୍ୟାୟଙ୍କ ବଗିଚା ଘର ଭଡ଼ା କରି ଆଲମ ବଜାରରୁ ଏହି ସ୍ଥାନକୁ ମଠ ଉଠାଇ ଅଣାହୋଇଛି। ସେଥର ଫେବୃଆରୀ 22 ତାରିଖ ଦିନ ନୀଳାମ୍ବର ବାବୁଙ୍କ ବଗିଚାରେ ଠାକୁର ଶ୍ରୀରାମକୃଷ୍ଣଙ୍କର ଜନ୍ମତିଥି ପୂଜା ହୋଇଥିଲା। ସ୍ୱାମୀଜୀ ନୀଳାମ୍ବର ବାବୁଙ୍କ ବଗିଚାରେ ହିଁ ଅବସ୍ଥାନ କରୁଥିଲେ। ଜନ୍ମତିଥି ପୂଜା ପାଇଁ ସେଥର ବିପୁଳ ଆୟୋଜନ। ସ୍ୱାମୀଜୀଙ୍କ ଆଦେଶ ମତେ ଠାକୁର ଘର ପରିପାଟି ଦ୍ରବ୍ୟ ସମ୍ଭାରରେ ପରିପୂର୍ଣ୍ଣ। ସ୍ୱାମୀଜୀ ସେଦିନ ସ୍ୱୟଂ ସବୁ ବିଷୟରେ ତତ୍ତ୍ୱାବଧାନ କରି ବୁଲୁଥିଲେ। ପୂଜାର ତତ୍ତ୍ୱାବଧାନ ଶେଷ କରି ସ୍ୱାମୀଜୀ ଶିଷ୍ୟକୁ କହିଲେ, ପଇତା ଆଣିଛୁ ତ? ଶିଷ୍ୟ କହୁଛନ୍ତି, ଆଜ୍ଞା ହଁ, ଆପଣଙ୍କର ଆଦେଶ ଅନୁଯାୟୀ ସବୁ ପ୍ରସ୍ତୁତ, କିନ୍ତୁ ଏତେ ପଇତାର ଯୋଗାଡ଼ କାହିଁକି ବୁଝୁନାହିଁ। ସ୍ୱାମୀଜୀ କହୁଛନ୍ତି, ଦି ଜାତି ମାତ୍ରର ଅର୍ଥାତ୍ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟଙ୍କର ହିଁ ଉପନୟନ ସଂସ୍କାରରେ ଅଧିକାର ଅଛି। ବେଦ ସ୍ୱୟଂ ତା'ର ପ୍ରମାଣସ୍ଥଳ। ଆଜି ଠାକୁରଙ୍କର ଜନ୍ମତିଥିରେ ଯେଉଁମାନେ ଆସିବେ ତାଙ୍କୁ ସମସ୍ତଙ୍କୁ ପଇତା ପିନ୍ଧାଇ ଦେବି। ଏମାନେ ସବୁ ବ୍ରାତ୍ୟ ହୋଇଯାଇଛନ୍ତି। ଶାସ୍ତ୍ରରେ ଅଛି, ପ୍ରାୟଶ୍ଚିତ କଲେ ହିଁ ପୁଣି ଉପନୟନ ସଂସ୍କାରର ଅଧିକାରୀ ହୁଏ। ଆଜି ଠାକୁରଙ୍କର ଶୁଭ ଜନ୍ମତିଥି, ସମସ୍ତେ ତାଙ୍କ ନାମ ନେଇ ଶୁଦ୍ଧ ହେବେ। ସେଥିପାଇଁ ଆଜି ସମାଗତ ଭକ୍ତମଣ୍ଡଳୀକୁ ପଇତା ପିନ୍ଧାଇବାକୁ ହେବ, ବୁଝିଲୁ? ଶିଷ୍ୟ କହୁଛନ୍ତି, ମୁଁ ଆପଣଙ୍କ ଆଦେଶ ମତେ ଅନେକ ଗୁଡ଼ିଏ ପଇତା ସଂଗ୍ରହ କରି ଆଣିଛି। ପୂଜା ଶେଷରେ ଆପଣଙ୍କ ଅନୁମତି ଅନୁସାରେ ସମାଗତ ଭକ୍ତମଣ୍ଡଳୀକୁ ସେସବୁ ପିନ୍ଧାଇ ଦେବି। ସ୍ୱାମୀଜୀ କହୁଛନ୍ତି, ବ୍ରାହ୍ମଣେତର ଭକ୍ତମାନଙ୍କୁ ଏହି ରୂପେ ଗାୟତ୍ରୀ ମନ୍ତ୍ର ଦେବୁ। କ୍ରମେ ଦେଶରେ ସମସ୍ତଙ୍କୁ ବ୍ରାହ୍ମଣ ପଦବୀକୁ ଉଠାଇ ନେବାକୁ ହେବ। ଠାକୁରଙ୍କର ଭକ୍ତମାନଙ୍କର ତ କଥା ହିଁ ନାହିଁ। ହିନ୍ଦୁ ମାତ୍ରେ ହିଁ ପରସ୍ପରର ଭାଇ। ଛୁଇଁବି ନାହିଁ, ଛୁଇଁବି ନାହିଁ କହି ଆମେମାନେ ହିଁ ଏମାନଙ୍କୁ ହୀନ କରି ପକାଇଛୁ। ସେଥିପାଇଁ ଦେଶଟା ହୀନତା, ଭୀରୁତା, ମୂର୍ଖତା ଓ କାପୁରୁଷତାର ସ୍ତରକୁ ଗଲାଣି। ଏମାନଙ୍କୁ ଉଠାଇବାକୁ ହେବ, ଅଭୟ ବାଣୀ ଶୁଣାଇବାକୁ ହେବ। ତୁମେ ସବୁ ମଧ୍ୟ ଆମରି ପରି ମଣିଷ। ତୁମର ବି ଆମ ପରି ସବୁ ଅଧିକାର ଅଛି, ବୁଝିଲୁ? ଶିଷ୍ୟ କହୁଛନ୍ତି, ଆଜ୍ଞା ହଁ। ସ୍ୱାମୀଜୀ କହୁଛନ୍ତି, ଏଥର ଯେଉଁମାନେ ପଇତା ନେବେ ତାଙ୍କୁ ଗଙ୍ଗା ସ୍ନାନ କରି ଆସିବାକୁ କହ। ତାପରେ ଠାକୁରଙ୍କୁ ପ୍ରଣାମ କରି ସମସ୍ତେ ପଇତା ପିନ୍ଧିବେ। ସ୍ୱାମୀଜୀଙ୍କ ଆଦେଶ ଅନୁଯାୟୀ ସମାଗତ ପ୍ରାୟ 40-50 ଜଣ ଭକ୍ତ କ୍ରମେ ଗଙ୍ଗା ସ୍ନାନ କରି ଆସି ଶିଷ୍ୟ ନିକଟରୁ ଗାୟତ୍ରୀ ମନ୍ତ୍ର ନେଇ ପଇତା ପିନ୍ଧିବାରେ ଲାଗିଲେ। ମଠରେ ହୁଲସ୍ଥୁଲ। ପଇତା ପିନ୍ଧି ଭକ୍ତମାନେ ଆସି ପୁଣି ଠାକୁରଙ୍କୁ ପ୍ରଣାମ କଲେ ଏବଂ ସ୍ୱାମୀଜୀଙ୍କ ପାଦପଦ୍ମରେ ପ୍ରଣତ ହେଲେ। ସେମାନଙ୍କୁ ଦେଖି ସ୍ୱାମୀଜୀଙ୍କ ମୁଖାରବିନ୍ଦ ଯେପରିକି ସତଗୁଣରେ ପ୍ରଫୁଲ୍ଲିତ ହେଲା। ଏହାର କିଛି ସମୟ ପରେ ଶ୍ରୀଯୁକ୍ତ ଗିରିଶଚନ୍ଦ୍ର ଘୋଷ ମଠରେ ଉପସ୍ଥିତ ହେଲେ। ଏଥର ସ୍ୱାମୀଜୀଙ୍କ ଆଦେଶରେ ସଙ୍ଗୀତର ଉଦ୍ୟୋଗ ହେବାକୁ ଲାଗିଲା ଏବଂ ମଠରେ ସନ୍ନ୍ୟାସୀମାନେ ମନଇଚ୍ଛା ସ୍ୱାମୀଜୀଙ୍କୁ ଯୋଗୀ ରୂପେ ସଜାଇବାକୁ ଲାଗିଲେ। ତାଙ୍କ କର୍ଣ୍ଣରେ ଶଙ୍ଖର କୁଣ୍ଡଳ, ସର୍ବାଙ୍ଗରେ କର୍ପୂର ଧବଳ ପବିତ୍ର ବିଭୂତି, ମସ୍ତକରେ ଆପାଦଲମ୍ବିତ ଜଟାଭାର, ବାମ ହସ୍ତରେ ତ୍ରିଶୂଳ, ଉଭୟ ବାହୁରେ ରୁଦ୍ରାକ୍ଷ ବଳୟ, ଗଳାରେ ଆଜାନୁଲମ୍ବିତ ତ୍ରିବଳୀକୃତ ରୁଦ୍ରାକ୍ଷମାଳା ପ୍ରଭୃତି ଦିଆଗଲା। ଏଥର ସ୍ୱାମୀଜୀ ପଶ୍ଚିମାସ୍ୟ ହୋଇ ମୁକ୍ତ ପଦ୍ମାସନରେ ବସି କୂଜନ୍ତଂ ରାମ ରାମେତି ସ୍ତବଟି ମଧୁର ସ୍ୱରରେ ଉଚ୍ଚାରଣ କଲେ ଏବଂ ସ୍ତବନାନ୍ତେ କେବଳ ରାମ ରାମ ଶ୍ରୀରାମ ରାମ ଏହି କଥା ପୁନଃ ପୁନଃ ଉଚ୍ଚାରଣ କରିବାକୁ ଲାଗିଲେ। ସ୍ୱାମୀଜୀଙ୍କ ଅର୍ଦ୍ଧ ନିମୀଳିତ ନେତ୍ର, ହସ୍ତରେ ତାନପୁରାର ସ୍ୱର ବାଜୁଅଛି। ରାମ ରାମ ଶ୍ରୀରାମ ରାମ ଧ୍ୱନି ଛଡ଼ା ମଠରେ ଅନ୍ୟ କିଛି ଆଉ ଶୁଣାଯାଉ ନାହିଁ। ଏହିପରି ପ୍ରାୟ ଅଧଘଣ୍ଟା କଟିଗଲା। ସେତେବେଳେ କାହାର ମୁଖରେ ଅନ୍ୟ କୌଣସି କଥା ନାହିଁ। ସ୍ୱାମୀଜୀଙ୍କ କଣ୍ଠ ନିଃସୃତ
ରାମ ନାମ ସୁଧା ପାନ କରି ସମସ୍ତେ ଆଜି ମତୁଆଲା। ରାମ ନାମ କୀର୍ତ୍ତନାନ୍ତେ ସ୍ୱାମୀଜୀ ପୂର୍ବ ପରି ନିଶା ଜୋରରେ ଗାଇବାକୁ ଲାଗିଲେ। ସୀତାପତି ରାମଚନ୍ଦ୍ର ରଘୁପତି ରଘୁରାଇ। ସ୍ୱାମୀ ଶାରଦାନନ୍ଦ ପ୍ରଥମେ ଏକ ରୂପ ଅରୂପ ନାମ ବରଣ ଗୀତଟି ଗାଇଲେ। ମୃଦଙ୍ଗର ସ୍ନିଗ୍ଧ ଗମ୍ଭୀର ନିର୍ଘୋଷରେ ଗଙ୍ଗା ଯେପରିକି ଉଛୁଳି ଉଠିଲା ଏବଂ ସ୍ୱାମୀ ଶାରଦାନନ୍ଦଙ୍କ ସୁକଣ୍ଠରେ ଓ ସଙ୍ଗେ ସଙ୍ଗେ ମଧୁର ଆଳାପରେ ଘର ପୁରି ଉଠିଲା। ତତ୍ପରେ ଶ୍ରୀରାମକୃଷ୍ଣ ଦେବ ଯେଉଁ ସବୁ ଗୀତ ଗାଉଥିଲେ କ୍ରମେ ସେସବୁ ଗୀତ ଗାନ ହେବାକୁ ଲାଗିଲା। ଏଥର ସ୍ୱାମୀଜୀ ସହସା ନିଜର ବେଶଭୂଷା ଖୋଲି ଗିରିଶ ବାବୁଙ୍କୁ ସାଦରେ ସେସବୁ ପିନ୍ଧାଇ ସଜାଇବାକୁ ଲାଗିଲେ। ନିଜ ହସ୍ତରେ ଗିରିଶ ବାବୁଙ୍କ ବିଶାଳ ଦେହରେ ଭସ୍ମ ବଳି, କର୍ଣ୍ଣରେ କୁଣ୍ଡଳ, ମସ୍ତକରେ ଜଟାଭାର, କଣ୍ଠରେ ରୁଦ୍ରାକ୍ଷ ଓ ବାହୁରେ ରୁଦ୍ରାକ୍ଷ ବଳୟ ଦେବାକୁ ଲାଗିଲେ। ଗିରିଶ ବାବୁ ସେହି ଶଯ୍ୟାରେ ଯେପରି ଆଉ ଏକ ମୂର୍ତ୍ତି ହୋଇ ଉଭା ହେଲେ। ତାହା ଦେଖି ଭକ୍ତମାନେ ଅବାକ୍ ହୋଇଗଲେ। ଅନନ୍ତର ସ୍ୱାମୀଜୀ କହିଲେ, ପରମହଂସ ଦେବ କହୁଥିଲେ ଏ ଭୈରବର ଅବତାର। ଆମ ସହିତ ଏହାଙ୍କର କୌଣସି ପ୍ରଭେଦ ନାହିଁ। ଗିରିଶ ବାବୁ ନିର୍ବାକ୍ ହୋଇ ବସି ରହିଲେ। ତାଙ୍କ ସନ୍ନ୍ୟାସୀ ଗୁରୁଭ୍ରାତାମାନେ ତାଙ୍କୁ ଆଜି ଯେପରି ବେଶରେ ସଜାଇବାକୁ ଚାହାନ୍ତି ସେ ରାଜି। ଅବଶେଷରେ ସ୍ୱାମୀଜୀଙ୍କ ଆଦେଶରେ ଖଣ୍ଡେ ଗେରୁଆ ଲୁଗା ଆଣି ଗିରିଶ ବାବୁଙ୍କୁ ପିନ୍ଧାଇ ଦିଆଗଲା। ଗିରିଶ ବାବୁ କୌଣସି ଆପତ୍ତି କଲେ ନାହିଁ। ଗୁରୁଭ୍ରାତାମାନଙ୍କ ଇଚ୍ଛାରେ ଆଜି ସେ ଅବାଧରେ ଅଙ୍ଗ ଢାଳି ଦେଇଛନ୍ତି। ଏଥର ସ୍ୱାମୀଜୀ କହିଲେ, ଯିସି ତୁମେ ଆଜି ଆମକୁ ଠାକୁରଙ୍କ କଥା ଶୁଣାଇବ। ସମସ୍ତଙ୍କୁ ଲକ୍ଷ୍ୟ କରି କହିଲେ, ତୁମେ ସବୁ ସ୍ଥିର ହୋଇ ବସ। ଗିରିଶ ବାବୁଙ୍କର ସେତେବେଳେ ସୁଦ୍ଧା ମୁହଁରେ କୌଣସି କଥା ନାହିଁ। ଯାହାଙ୍କ ଜନ୍ମ ଉତ୍ସବରେ ଆଜି ସମସ୍ତେ ମିଳିତ ହୋଇଛନ୍ତି ତାଙ୍କ ଲୀଳା ଦର୍ଶନ କରି ଏବଂ ତାଙ୍କ ସାକ୍ଷାତ ପାର୍ଷଦମାନଙ୍କ ଆନନ୍ଦ ଦର୍ଶନ କରି ସେ ଆନନ୍ଦରେ ଜଡ଼ବତ୍ ହୋଇଯାଇଛନ୍ତି। ଅବଶେଷରେ ଗିରିଶ ବାବୁ କହିଲେ, ଦୟାମୟ ଠାକୁରଙ୍କ କଥା ମୁଁ ଆଉ କ'ଣ କହିବି? କାମକାଞ୍ଚନ ତ୍ୟାଗୀ ତୁମମାନଙ୍କ ପରି ବାଳ ସନ୍ନ୍ୟାସୀମାନଙ୍କ ସହିତ ଯେ ସେ ଏହି ଅଧମକୁ ଏକାସନରେ ବସିବାର ଅଧିକାର ଦେଇଛନ୍ତି, ଏଥିରେ ହିଁ ତାଙ୍କର ଅପାର କରୁଣା ଅନୁଭବ କରେ। କଥାଗୁଡ଼ିକ କହୁ କହୁ ଗିରିଶ ବାବୁଙ୍କ କଣ୍ଠରୋଧ ହୋଇ ଆସିଲା। ସେ ଅନ୍ୟ କିଛି ଆଉ ସେଦିନ କହିପାରିଲେ ନାହିଁ। ଅନନ୍ତର ସ୍ୱାମୀଜୀ କେତୋଟି ହିନ୍ଦୀ ଗୀତ ଗାଇଲେ। ଏହି ସମୟରେ ପ୍ରଥମ ପୂଜା ଶେଷ ହେବାରୁ ଭକ୍ତମାନଙ୍କୁ ଜଳଯୋଗ କରିବା ସକାଶେ ଡକାଗଲା। ଜଳଯୋଗ ସାଙ୍ଗ ହେଲା ପରେ ସ୍ୱାମୀଜୀ ତଳ ବୈଠକଖାନାରେ ଯାଇ ବସିଲେ। ସମାଗତ ଭକ୍ତମାନେ ବି ତାଙ୍କୁ ଘେରି ବସିଲେ। ସ୍ୱାମୀଜୀ ଉପବୀତ ଧରି ଜନୈକ ଗୃହସ୍ଥଙ୍କୁ ସମ୍ବୋଧନ କରି କହିଲେ, ତୁମେ ସବୁ ହେଲ ଦ୍ୱିଜାତି। ବହୁ କାଳରୁ ବ୍ରାତ୍ୟ ହୋଇଯାଇଥିଲ, ଆଜିଠୁ ପୁଣି ଦ୍ୱିଜାତି ହେଲ। ପ୍ରତ୍ୟହ ଗାୟତ୍ରୀ ମନ୍ତ୍ର ଅନ୍ତତଃ 100 ଥର ଜପିବ, ବୁଝିଲ? ଗୃହସ୍ଥଟି ଯେ ଆଜ୍ଞା କହି ସ୍ୱାମୀଜୀଙ୍କ ଆଜ୍ଞା ଶିରଧାର୍ଯ୍ୟ କଲେ। ଇତିମଧ୍ୟରେ ଶ୍ରୀଯୁକ୍ତ ମହେନ୍ଦ୍ରନାଥ ଗୁପ୍ତ ଅର୍ଥାତ୍ ମାଷ୍ଟର ମହାଶୟ ଉପସ୍ଥିତ ହେଲେ। ସ୍ୱାମୀଜୀ ମାଷ୍ଟର ମହାଶୟଙ୍କୁ ଦେଖି ନାନା ସାଦର ସମ୍ଭାଷଣରେ ଆପ୍ୟାୟିତ କରିବାକୁ ଲାଗିଲେ। ମହେନ୍ଦ୍ରବାବୁ ପ୍ରଣାମ କରି ଗୋଟିଏ କୋଣରେ ଠିଆ ହୋଇଥିଲେ। ସ୍ୱାମୀଜୀ ବାରମ୍ବାର ବସିବାକୁ କହିବାରୁ ଜଡ଼ସଡ଼ ହୋଇ ଗୋଟିଏ କୋଣରେ ଉପବିଷ୍ଟ ହେଲେ। ସ୍ୱାମୀଜୀ କହୁଛନ୍ତି, ମାଷ୍ଟର ମହାଶୟ, ଆଜି ଠାକୁରଙ୍କର ଜନ୍ମଦିନ। ଠାକୁରଙ୍କ କଥା ଆଜି ଆମକୁ କିଛି ଶୁଣାଇବାକୁ ହେବ। ମାଷ୍ଟର ମହାଶୟ ମୃଦୁ ହାସ୍ୟ କରି ଅବନତ ମସ୍ତକ ହୋଇ ରହିଲେ। ଇତିମଧ୍ୟରେ ସ୍ୱାମୀ ଅଖଣ୍ଡାନନ୍ଦ ମୁର୍ସିଦାବାଦରୁ ପ୍ରାୟ 1.5 ମହଣ ଓଜନର 2ଟି ପାନ୍ତୁଆ ଆଣି ମଠରେ ଉପସ୍ଥିତ ହେଲେ। ଅଦ୍ଭୁତ ପାନ୍ତୁଆ 2ଟି ଦେଖିବାକୁ ସମସ୍ତେ ଦୌଡ଼ିଲେ। ଅନନ୍ତର ସ୍ୱାମୀଜୀ ପ୍ରଭୃତିଙ୍କୁ ତାହା ଦେଖା ହେବା ପରେ ସ୍ୱାମୀଜୀ କହିଲେ, ଠାକୁର ଘରକୁ ନେଇଯା। ସ୍ୱାମୀ ଅଖଣ୍ଡାନନ୍ଦଙ୍କୁ ଲକ୍ଷ୍ୟ କରି ସ୍ୱାମୀଜୀ ଶିଷ୍ୟକୁ କହିବାକୁ ଲାଗିଲେ, ଦେଖୁଛୁ କିପରି କର୍ମବୀର, ଭୟ ମୃତ୍ୟୁ ଏସବୁର ଜ୍ଞାନ ନାହିଁ, ଏକା ଜିଦ୍ରେ କର୍ମ କରିଯାଉଛି। ବହୁଜନ ହିତାୟ ବହୁଜନ ସୁଖାୟ। ଶିଷ୍ୟ କହୁଛନ୍ତି, ଆଜ୍ଞା, କେତେ ତପସ୍ୟା ବଳରେ ତାଙ୍କଠାରେ
ଏହି ଶକ୍ତି ଆସିଛି। ସ୍ୱାମୀଜୀ, ତପସ୍ୟା ଫଳରେ ଶକ୍ତି ଆସେ, ପୁଣି ପରାର୍ଥେ କର୍ମ କଲେ ହିଁ ତପସ୍ୟା କରିବା ହୁଏ। କର୍ମଯୋଗୀମାନେ କର୍ମକୁ ହିଁ ତପସ୍ୟାର ଅଙ୍ଗ ବୋଲି କହନ୍ତି। ତପସ୍ୟା କରୁ କରୁ ଯେପରି ପରହିତେଚ୍ଛା ବଳବତୀ ହୋଇ ସାଧକକୁ କର୍ମ କରାଏ, ସେହିପରି ପର ପାଇଁ କାମ କରୁ କରୁ ପରା ତପସ୍ୟାର ଫଳ ଚିତ୍ତ ଶୁଦ୍ଧି ଓ ପରମାତ୍ମାଙ୍କ ଦର୍ଶନ ଲାଭ ହୁଏ। ଶିଷ୍ୟ କହୁଛନ୍ତି, କିନ୍ତୁ ମହାଶୟ, ପ୍ରଥମରୁ ପର ପାଇଁ ପ୍ରାଣ ଦେଇ କାର୍ଯ୍ୟ କରିବାକୁ କେତେଜଣ ପାରନ୍ତି? ମନରେ ଏପରି ଉଦାରତା ଆସିବ କାହିଁକି, ଯାହା ହେତୁ ଜୀବ ଆତ୍ମସୁଖେଚ୍ଛା ବଳି ଦେଇ ପରାର୍ଥେ ଜୀବନ ଦେବ? ସ୍ୱାମୀଜୀ କହୁଛନ୍ତି, ତପସ୍ୟାରେ ବା କେତେଜଣଙ୍କ ମନ ଯାଏ? କାମ କାଞ୍ଚନର ଆକର୍ଷଣ ତ୍ୟାଗ କରି କେତେଜଣ ବା ଭଗବାନଙ୍କର ଆକାଂକ୍ଷା କରନ୍ତି? ତପସ୍ୟା ବି ଯେପରି କଠିନ, ନିଷ୍କାମ କର୍ମ ମଧ୍ୟ ତଦ୍ରୂପ। ସୁତରାଂ ଯେଉଁମାନେ ପରହିତରେ କାମ କରିଯାନ୍ତି, ତାଙ୍କ ବିରୋଧରେ ତୋର କିଛି କହିବାର ନାହିଁ। ତୋତେ ତପସ୍ୟା ଭଲ ଲାଗେ, କରିଯା। ଆଉ ଜଣଙ୍କୁ କର୍ମ ଭଲ ଲାଗେ, ତାକୁ ତୋର ନିଷେଧ କରିବାର କି ଅଧିକାର ଅଛି? ତୁ ବୋଧହୁଏ ବୁଝି ରଖିଛୁ, କର୍ମ ଆଉ ତପସ୍ୟା ଏକ ନୁହେଁ। ଶିଷ୍ୟ କହୁଛନ୍ତି, ଆଜ୍ଞା ହଁ, ପୂର୍ବେ ତପସ୍ୟା ଅର୍ଥ ମୁଁ ଅନ୍ୟ ଭାବରେ ବୁଝିଥିଲି। ସ୍ୱାମୀଜୀ କହୁଛନ୍ତି, ଯେପରି ସାଧନ ଭଜନ ଅଭ୍ୟାସ କରୁ କରୁ ସେଥିରେ ଗୋଟାଏ ଦୀପ୍ତି ଆସିଯାଏ, ସେହିପରି ଅନିଚ୍ଛା ସତ୍ତ୍ୱେ କାମ କରୁ କରୁ ହୃଦୟ କ୍ରମେ ତହିଁରେ ବୁଡ଼ିଯାଏ। କ୍ରମେ ପରାର୍ଥ କର୍ମରେ ପ୍ରବୃତ୍ତି ହୁଏ। ବୁଝିଲୁ? ଥରେ ଅନିଚ୍ଛା ସତ୍ତ୍ୱେ ପରର ସେବା କରି ଦେଖନା, ତପସ୍ୟାର ଫଳ ଲାଭ ହୁଏ କି ନାହିଁ। ପରାର୍ଥେ କର୍ମ ଫଳରେ ମନର ଅଙ୍କାବଙ୍କା ଭାବ ସବୁ ଭାଙ୍ଗିଯାଏ ଓ ମନୁଷ୍ୟ କ୍ରମେ ଅକପଟରେ ପ୍ରାଣ ଦେବାକୁ ଉନ୍ମୁଖ ହୁଏ। ଶିଷ୍ୟ କହୁଛନ୍ତି, କିନ୍ତୁ ଆଜ୍ଞା, ପରହିତର ପ୍ରୟୋଜନ କ'ଣ? ସ୍ୱାମୀଜୀ କହୁଛନ୍ତି, ନିଜ ହିତ ପାଇଁ। ଏହି ଦେହଟା ଯହିଁରେ ମୁଁ ଅଭିମାନ କରି ବସିଛି, ଏହି ଦେହଟାକୁ ପର ପାଇଁ ଉତ୍ସର୍ଗ କରିଛି, ଏ କଥା ଭାବିବାକୁ ଗଲେ ଏହି ମୁଁତ୍ୱଟାକୁ ଭୁଲିଯିବାକୁ ହୁଏ। ଶେଷରେ ବିଦେହ ବୁଦ୍ଧି ଆସେ। ତୁ ଯେତେ ଏକାଗ୍ରତାର ସହିତ ପରର ଭାବନା କରିବୁ, ସେତେ ନିଜକୁ ଭୁଲିଯିବୁ। ଏହି ରୂପେ କର୍ମ ଦ୍ୱାରା ଯେତେବେଳେ କ୍ରମେ ଚିତ୍ତ ଶୁଦ୍ଧ ହୋଇ ଆସିବ, ସେତେବେଳେ ତୋର ଆତ୍ମା ସର୍ବଜୀବରେ ସର୍ବହଟରେ ବିରାଜମାନ ଏ ତତ୍ତ୍ୱ ଦେଖିବାକୁ ପାଇବୁ। ସେଥିପାଇଁ ପରର ହିତ ସାଧନ ହେଉଛି ନିଜ ଆତ୍ମବିକାଶର ଗୋଟାଏ ଉପାୟ, ଗୋଟାଏ ପଥ। ଏହାକୁ ମଧ୍ୟ ଜାଣିବ, ଏହା ଏକ ପ୍ରକାର ଈଶ୍ୱର ସାଧନା। ଏହାର ମଧ୍ୟ ଉଦ୍ଦେଶ୍ୟ ହେଉଛି ଆତ୍ମବିକାଶ। ଜ୍ଞାନ ଭକ୍ତି ପ୍ରଭୃତି ସାଧନ ଦ୍ୱାରା ଯେପରି ଆତ୍ମବିକାଶ ହୁଏ, ପରାର୍ଥେ କର୍ମ ଦ୍ୱାରା ବି ଠିକ୍ ତାହା ହିଁ ହୁଏ। ଶିଷ୍ୟ କହୁଛନ୍ତି, କିନ୍ତୁ ଆଜ୍ଞା, ମୁଁ ଯଦି ଦିନରାତି ପରର ଭାବନା ହିଁ କରିବି, ତେବେ ଆତ୍ମଚିନ୍ତା କରିବି କେତେବେଳେ? ଗୋଟାଏ ବିଶେଷ ଭାବ ନେଇ ପଡ଼ି ରହିଲେ ଅଭାବ ରୂପୀ ଆତ୍ମାର କିପରି ସାକ୍ଷାତକାର ହେବ? ସ୍ୱାମୀଜୀ କହୁଛନ୍ତି, ଆତ୍ମଜ୍ଞାନ ଲାଭ ହିଁ ସକଳ ସାଧନାର, ସକଳ ପଥର ମୁଖ୍ୟ ଉଦ୍ଦେଶ୍ୟ। ତୁ ଯଦି ସେବାପର ହୋଇ ସେହି କର୍ମଫଳରେ ଚିତ୍ତଶୁଦ୍ଧି ଲାଭ କରି ସର୍ବଜୀବକୁ ଆତ୍ମବତ୍ ଦର୍ଶନ କରିପାରୁ, ତେବେ ଆତ୍ମଦର୍ଶନର ବାକି କ'ଣ ରହିଲା? ଆତ୍ମଦର୍ଶନ ମାନେ କ'ଣ ଜଡ଼ ପରି ଏଇ କାନ୍ଥଟା ବା କାଠଖଣ୍ଡ ପରି ବସି ରହିବା? ଶିଷ୍ୟ କହୁଛନ୍ତି, ତା ନହେଲେ ମଧ୍ୟ ସର୍ବବୃତ୍ତି ଓ କର୍ମର ନିରୋଧକୁ ହିଁ ତ ଶାସ୍ତ୍ର ଆତ୍ମାର ସ୍ୱସ୍ୱରୂପ ଅବସ୍ଥାନ ବୋଲି କହିଛନ୍ତି। ସ୍ୱାମୀଜୀ କହୁଛନ୍ତି, ଶାସ୍ତ୍ରରେ ଯାହାକୁ ସମାଧି କୁହାଯାଇଛି, ସେ ଅବସ୍ଥା ତ ଆଉ ସହଜରେ ଲାଭ ହୁଏ ନାହିଁ। କଦାଚିତ୍ କାହାରି ହେଲେ ବି ଅଧିକ କାଳ ସ୍ଥାୟୀ ହୁଏ ନାହିଁ। ସେତେବେଳେ ସେ କ'ଣ ନେଇ ରହିବ କହ? ସେଥିପାଇଁ ଶାସ୍ତ୍ରୋକ୍ତ ଅବସ୍ଥା ଲାଭ ପରେ ସାଧକ ପ୍ରତିଭୂତରେ ଆତ୍ମଦର୍ଶନ କରି ଅଭିନ୍ନ ଜ୍ଞାନରେ ସେବାପର ହୋଇ ପ୍ରାରବ୍ଧ କ୍ଷୟ କରେ। ଏହି ଅବସ୍ଥାଟାକୁ ଶାସ୍ତ୍ରକାରମାନେ ଜୀବନ୍ମୁକ୍ତ ଅବସ୍ଥା ବୋଲି କହିଯାଇଛନ୍ତି। ଶିଷ୍ୟ କହୁଛନ୍ତି, ତେବେ ଆଜ୍ଞା, କଥା ଆସି ଏଇଠି ରହୁଛି ଯେ ଜୀବନ୍ମୁକ୍ତ ଅବସ୍ଥା ଲାଭ ନ କଲେ ଠିକ୍ ଠିକ୍ ପରାର୍ଥ କାମ କରାଯାଇପାରେ ନାହିଁ। ସ୍ୱାମୀଜୀ କହୁଛନ୍ତି, ଶାସ୍ତ୍ର ଏଇ କଥା କହିଛି, ପୁଣି ଏ କଥା ବି କହିଛି ଯେ ପରାର୍ଥ ସେବାପର ହେଉ ହେଉ ସାଧକର ଜୀବନ୍ମୁକ୍ତ ଅବସ୍ଥା ଘଟେ। ନତୁବା କର୍ମଯୋଗ ବୋଲି ଗୋଟାଏ ଅଲଗା ପଥ ଉପଦେଶ ଦେବାର
ଶାସ୍ତ୍ରର କିଛି ପ୍ରୟୋଜନ ନଥିଲା। ଶିଷ୍ୟ କହୁଛନ୍ତି, ଏତେବେଳେ ଯାଇ ଠିକ୍ ବୁଝିହେଲା। ସ୍ୱାମୀଜୀ ମଧ୍ୟ ସେହି ପ୍ରସଙ୍ଗ ତ୍ୟାଗ କରି କିନ୍ନର କଣ୍ଠରେ ଗୀତ ଗାଇଲେ। ଦୁଃଖିନୀ ବ୍ରାହ୍ମଣୀ କଲେ କେ ଶୁଏଛେ ଆଲୋକରେ, କେରେ ଅରେ ଦିଗମ୍ବର ଏସେଛ କୋଟିର ଘରେ, ମରି ମରି ରୂପ ହେରି ନୟନ ଫିରାତେ ନାରୀ, ହୃଦୟ ସନ୍ତାପହାରୀ ସାତ ଧରି ହୃଦି ପরে, ভূতলে অতুলমণি কে এলিরে জাদুমণি, তাপিতা হেরে অবনী এসেছ কি সকাতরে, ব্যথিতে কি দিতে দেখা গোপনে এসেছ একা, বদনে করুণা মাখা হাসকান্দ কারতরে। ଗିରୀଶ ବାବୁ ଓ ଭକ୍ତମାନେ ସମସ୍ତେ ତାଙ୍କ ସଙ୍ଗେ ସଙ୍ଗେ ଏହି ଗୀତ ଗାଇବାକୁ ଲାଗିଲେ। ତାପିତା ହେରେ ଅବନୀ ଏସେଛ କି ସକାତରେ ପଦଟି ବାର ବାର ଗୀତ ହେବାକୁ ଲାଗିଲା। ଏହାପରେ ମଜଲ ଆମର ମନ ଭ୍ରମରା, କାলীପଦ ନୀଲକମଲେ ଇତ୍ୟାଦି କେତୋଟି ଗୀତ ହେବା ପରେ ତିଥି ପୂଜାର ନିୟମ ଅନୁଯାୟୀ ଗୋଟିଏ ଜୀବିତ ମତ୍ସ୍ୟ ବାଦ୍ୟୋଦ୍ୟମ ସହ ଗଙ୍ଗାରେ ଛଡ଼ାଗଲା। ତାପରେ ମହାପ୍ରସାଦ ଗ୍ରହଣ କରିବା ନିମିତ୍ତ ଭକ୍ତମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା। ଓಂ ଶାନ୍ତି 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 ହରି ଓಂ ତତ୍ସତ୍।